जय जगन्नाथ मो दिवाकर दास आपण मानक प्रणाम करुच्ची। आज आलोचना करबा माँ लक्ष्मीकर कृपा किभଳି भाବରେ ଆପଣଙ୍କ ଉପରେ ରହିବ ଆଉ କଣ କଲେ ଆପଣଙ୍କ ଠାରୁ ଛାଡ଼ିଯିବ ଲକ୍ଷ୍ମୀ। ତ ଏ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଆପଣ ଦେଖନ୍ତୁ। ଧନର ଅଭାବ ଆପଣଙ୍କର କେବେ ହବନି ଯଦି ଆପଣ ଏ ପ୍ରକୃତି ଗୁଡ଼ାକ ବଦଳେଇ ଦିଅନ୍ତି। ଯଦି ଏ ପ୍ରକୃତି ନ ଛାଡ଼ନ୍ତି ଆପଣଙ୍କର ଧନର ଅଭାବ ସବୁବେଳ ପାଇଁ ହେବ। ମା ଲକ୍ଷ୍ମୀ ଆପଣଙ୍କ ଉପରେ ଅଶାନ୍ତି ହେବ। ପ୍ରଥମ ତ ମା ଲକ୍ଷ୍ମୀ କେତେବେଳେ ଶାନ୍ତି ହୁଅନ୍ତି ଯେତେବେଳେ ପରିଷ୍କାର ପରିଚ୍ଛନ୍ନତା ଆପଣଙ୍କ ଭିତରେ ଦେଖନ୍ତି। ତ ଘରେ ଆପଣଙ୍କର ସୁଖ ଶାନ୍ତି ଭରି ରହିବା ସହିତ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ସବୁ ଜିନିଷରେ ପରିଷ୍କାର ପରିଚ୍ଛନ୍ନତା ମା ଲକ୍ଷ୍ମୀଙ୍କର ବେଶୀ ସେଇ ସ୍ଥାନରେ ବସବାସ ହୋଇଥାଏ। ତ କୋଉ କାମ କଲେ ଲକ୍ଷ୍ମୀ ଆମଠୁ ଛାଡ଼ି ଯାଆନ୍ତି? ପ୍ରଥମତଃ ଯୋଉମାନେ ଭଙ୍ଗା ରୁଜା ଜିନିଷକୁ ଘରେ ଆପଣଙ୍କର ସାଇତିକି ରଖନ୍ତି, ଘରେ ଭଙ୍ଗା ଅଳିଆ ଆବର୍ଜନା ଆପଣଙ୍କର ରହିଥିବ, ସେ ଘରୁ ଲକ୍ଷ୍ମୀ ଛାଡ଼ିକି ପଳାନ୍ତି। ଦ୍ୱିତୀୟତଃ ଆପଣ ବନ୍ଧୁବାନ୍ଧବକୁ ଅସମ୍ମାନ କରିବା, ଘରେ ଆସୁଥିବା ବନ୍ଧୁବାନ୍ଧବଙ୍କୁ ଦ୍ୱିତୀୟରେ କେବେ ବି ଅସମ୍ମାନ କରନ୍ତୁନି, ଯାହାଦ୍ୱାରା ଲକ୍ଷ୍ମୀ ଅଶାନ୍ତି ମଧ୍ୟ ହୋଇଥାନ୍ତି। ପ୍ରଥମରେ ଆପଣ ମନେ ରଖିଥାନ୍ତୁ ଯୋଉମାନେ ଘରେ ଅଳିଆ ଆବର୍ଜନା ସହିତ ଘରେ କଣ ନା ସଫା ସୁତରା କରନ୍ତି ନାହିଁ, ଆଉ ସେମାନେ ଅସନା ବସନକୁ ପିନ୍ଧନ୍ତି, ଯୋଉ ବସ୍ତ୍ର କି ମଳି ହେଇଯାଇଥିବ ତାକୁ ବାରମ୍ବାର ପିନ୍ଧନ୍ତି, ଆଉ ବାରମ୍ବାର ମଳି ବସ୍ତ୍ର ପିନ୍ଧିଲେ ଆପଣଙ୍କ ଘରୁ ଲକ୍ଷ୍ମୀ ଛାଡ଼ି ଚାଲିଯାଆନ୍ତି। ଆପଣ ମନେ ରଖିଥାନ୍ତୁ ଭୁଲରେ ବି ଏଭଳି ଭାବରେ ଆପଣ କେବେ ବି କରନ୍ତୁ ନାହିଁ। ଆଉ ଯୋଉମାନେ ପ୍ୟାଣ୍ଟ ପିନ୍ଧୁଛନ୍ତି ପ୍ରଥମେ ମନେ ରଖିଥାନ୍ତୁ ପ୍ରଥମେ ଆପଣ କେବେ ବି ବାମ ପାଦରେ ପ୍ୟାଣ୍ଟ ପ୍ରଥମେ ବାଁ ଗୋଡ଼ ଗଳାନ୍ତୁ ନାହିଁ। ମନେ ରଖିଥାନ୍ତୁ ଏ କଥାକୁ। ପ୍ରଥମେ ଡାହାଣ ଗୋଡ଼ ବି ଆପଣ ପିନ୍ଧନ୍ତୁ। ଯେତେବେଳେ ପ୍ୟାଣ୍ଟ ପିନ୍ଧୁଛନ୍ତି ପୁରୁଷମାନେ ପ୍ରଥମେ ଡାହାଣ ଗୋଡ଼ ଗଳାନ୍ତୁ। ଆଉ ଦ୍ୱିତୀୟତଃ ହେଉଛି ସନ୍ଧ୍ୟା ସମୟରେ କେବେ ବି ଶୟନ କରନ୍ତୁ ନାହିଁ। ଆପଣ ଯଦି ସନ୍ଧ୍ୟା ସମୟରେ ଶୟନ କରନ୍ତି, ସନ୍ଧ୍ୟା ସମୟଟା କେବଳ ଭଜନର ସମୟ। ଯଦି ଆପଣ ସନ୍ଧ୍ୟା ସମୟରେ ଶୟନ କରୁଛନ୍ତି ଆପଣଙ୍କ ପାଖରୁ ଲକ୍ଷ୍ମୀ ଛାଡ଼ି ଚାଲିଯାଆନ୍ତି। ତ କେବେ ବି ଆପଣ ସନ୍ଧ୍ୟା ସମୟରେ ଶୟନ କରନ୍ତୁ ନାହିଁ। ତାପରେ ଆପଣ କେବେ ବି ବସିଥିବା ସ୍ଥାନରେ ଗୋଡ଼ ହଲାନ୍ତୁ ନାହିଁ, ଯାହାଦ୍ୱାରା ଆପଣଙ୍କ ଠାରୁ ଲକ୍ଷ୍ମୀ ଛାଡ଼ି ଚାଲିଯାଆନ୍ତି। ଗୋଡ଼ ହଲେଇଲେ ବାରମ୍ବାର ଲକ୍ଷ୍ମୀ ଛାଡ଼ି ଚାଲିଯାଆନ୍ତି। ଆଉ ନିଜ ହାତର ନଖକୁ ନିଜ ଦାନ୍ତରେ ଛିଡ଼େଇଲେ ମଧ୍ୟ ଆପଣଙ୍କ ଠାରୁ ଲକ୍ଷ୍ମୀ ଛାଡ଼ି ଚାଲିଯାଆନ୍ତି। ତ କେବେ ବି ଭୁଲରେ ଆପଣ ଏଭଳି ଭାବରେ କାର୍ଯ୍ୟ କରନ୍ତୁନି ଯାହାଦ୍ୱାରା ଆପଣଙ୍କ ପାଖରୁ ଲକ୍ଷ୍ମୀ ଛାଡ଼ିଯିବ। ତ ସହିତ ମଧ୍ୟ ଆପଣ ଯୋଉ ଭଳି ଭାବରେ ଘରେ ଆପଣ ଚଳପ୍ରଚଳ ହେଉଛନ୍ତି ଦୁଲଦୁଲ ହେଇ ନାରୀମାନେ ଚାଲିବା, ଯାହାଦ୍ୱାରା ଲକ୍ଷ୍ମୀ ମଧ୍ୟ ଛାଡ଼ି ଚାଲିଯାଆନ୍ତି। ସ୍ତ୍ରୀ ଲୋକମାନେ ଡେରିରେ ବିଳମ୍ବରେ ଅଳସୁଆପଣରେ ଗାଧେଇବା, ଯାହାଦ୍ୱାରା ଲକ୍ଷ୍ମୀ ଛାଡ଼ି ଚାଲିଯାଆନ୍ତି। ବହୁତ ସ୍ତ୍ରୀ ଲୋକମାନେ ଅଛନ୍ତି ଯୋଉମାନେ ସକାଳୁ ସ୍ନାନ କରନ୍ତିନି, ସେମିତି ଗାଧେଇବେ ବୋଲି 12ଟା 1 କାମ ରହିଥିବା ଅଲଗା କଥା, ଯୋଉମାନେ କାମରେ ବ୍ୟସ୍ତ, କାମ ନଥାଇ ବି ଅଳସୁଆପଣରେ ଯୋଉମାନେ ଡେରିରେ ଗାଧାନ୍ତି ସେମାନଙ୍କ ଠାରୁ ଲକ୍ଷ୍ମୀ ଛାଡ଼ି ଚାଲିଯାଆନ୍ତି। ତେଣୁ ଲକ୍ଷ୍ମୀ ହେଉଛନ୍ତି ଯିଏକି ଆପଣଙ୍କ ପାଖରେ ରହିବେ ଆପଣଙ୍କର ଶୁଦ୍ଧତା ଆଉ ଆପଣଙ୍କ ମନ ଭିତର କଣ ନା ସରଳତା, ତା ସହିତ ମଧ୍ୟ ଆପଣ ପରିଷ୍କାର ପରିଚ୍ଛନ୍ନ ରହିଲେ ଲକ୍ଷ୍ମୀଙ୍କର ବସବାସ ହୁଏ। ନିଶ୍ଚିନ୍ତ ଭାବରେ ଏ ଯେଉଁ କଥା ଗୁଡ଼ିକ ଆମେମାନେ କହିଲେ ଆପଣ ନିହାତି ଭାବରେ ମାନିବେ, ଆଉ ନିଶ୍ଚିନ୍ତ ଭାବରେ এই ଭିଡ଼ିଓକୁ ସେୟାର କରିବେ। ଚ୍ୟାନେଲରେ ଯଦି ନୂଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଭାବ ଦିବାକର ଚ୍ୟାନେଲ ଆପଣମାନଙ୍କ ଚ୍ୟାନେଲ। ଆପଣ ମନେ ରଖିଥାନ୍ତୁ ଯାହା ବି ଆମର ଲକ୍ଷ୍ମୀ ପୁରାଣରେ ଦିଆଯାଇଛି ସେ କଥା ମଧ୍ୟ ଆମକୁ ମାନିବାକୁ ପଡ଼ିବ, ଯାହାଦ୍ୱାରା ଲକ୍ଷ୍ମୀ ଖୁସି ହୁଅନ୍ତି। ଗୁରୁବାର ଆପଣମାନେ ପିଲାମାନଙ୍କୁ ମାରନ୍ତୁ ନାହିଁ। ଗୁରୁବାର କାହାକୁ ଆପଣ ଯଦି ଦାନ ଦେଉଛନ୍ତି ଭକ୍ତବନ୍ଧୁ ତାକୁ ପେଟ ପୁରାଇକି ଆପଣ ଗୁରୁବାର ଦିନ ଦାନ ଦିଅନ୍ତୁ। ଅଳ୍ପ କି ଦାନ ଦେବା ଦ୍ୱାରା ମଧ୍ୟ ଲକ୍ଷ୍ମୀ ଅଶାନ୍ତି ହୁଏ। ତେଣୁ ସନ୍ତୁଷ୍ଟ କରି ଦାନ ଗୁରୁବାର ଦିନ ଦିଅନ୍ତୁ। ଆଉ ତା ସହିତ ମଧ୍ୟ ଅନେକ ଲୋକ ଅଛନ୍ତି ଯେଉଁମାନେ କି କ'ଣ ଦାନ ଦେବେ ଅଶାନ୍ତି ହେବେ, ସେମିତି ହେଲେ ଲକ୍ଷ୍ମୀ ଅଶାନ୍ତି ହୁଅନ୍ତି। ଦାନ ଆନନ୍ଦର ସହକାରେ ଦିଅନ୍ତି। ତୃତୀୟତଃ ହେଉଛି ଆପଣ କେବେ ବି ଗୁରୁବାର ଦିନ ଆମିଷ ଭକ୍ଷଣ କରନ୍ତୁ ନାହିଁ। ଗୁରୁବାର ଦିନ ଆପଣ ତେଲ ଲଗାନ୍ତୁ ନାହିଁ। ଗୁରୁବାର ଦିନ ଆପଣ କ'ଣ ନା ଲାଉ ଖାଆନ୍ତୁ ନାହିଁ, ଯାହାଦ୍ୱାରା ଆପଣଙ୍କର ଘରୁ ଲକ୍ଷ୍ମୀ ଛାଡ଼ି ଚାଲିଯାଆନ୍ତି। ଭିଡ଼ିଓକୁ ସେୟାର କରିବେ। ଚ୍ୟାନେଲ ଯଦି ନୂଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ, ଜୟ ପଞ୍ଚସଖା।